ଲକ୍ଷ୍ୟ ତ ମୁଁ 4 ନାଟକ ନେଇ ଯାତ୍ରା କରୁଛି ଏ ବର୍ଷ। ଆଉ ଗଲା ବର୍ଷ 4 ନାଟକ ନେଇ କରିଥିଲି, ଏ ବର୍ଷ ବି ସେଇ ନୂଆ 4ଟା ନାଟକ ନୂଆ କରୁଛୁ। ମାନେ ସେଇଦିকে ତ ଧ୍ୟାନ, ସେଇଥିପାଇଁ ତ ନାଟକ ଯେହେତୁ ଆମେ ସବୁ ଯାକ କଳାକାର ଚେଞ୍ଜ କରିଛୁ, ସେଥିପାଇଁ ଆମେ ସବୁ ଯାକ ନାଟକ ଚେଞ୍ଜ କଲୁ। ଚେଞ୍ଜ କରିଛୁ ସବୁ ଯାକ ଭଲ ଭଲ ଲେଖକ ଡାଇରେକ୍ଟର ଆମେ ଆଣିଛୁ, ଯଦି ନାଟକର ସବୁ ଷ୍ଟୋରି ଉପରେ ଗୁରୁତ୍ୱ ଦିଆଯାଇଛି, କାହାଣୀ ଉପରେ ଏଥିରେ ଗୁରୁତ୍ୱ ଦେଇ କରୁଛୁ। ବିବାଦ କିଛି ନାହିଁ, ବିବାଦ ଇଏ ସବୁ ଯାହା ସବୁ ସମାଧାନ ହେଇଯିବ। ଏଇ ବିବାଦ ଏ ଯୋଉ ପରିବାର କଥା ସମାଧାନ ହେଇଯିବ, ବିବାଦ ସବୁ ସମାଧାନ। ନାଇଁ ଏବେ ତ ସମସ୍ତଙ୍କର ଆଖଡ଼ା ପୂଜା ହେଲାଣି, ସବୁ ଭୁଲ କାହାର ନାହିଁ। ସବୁ ମାନେ ଗୋଟିଏ ପରେ ଗୋଟିଏ ଘଟଣା ଘଟୁଛି, ଆପଣ ଜାଣୁଥିବେ କାହା ବିରୁଦ୍ଧରେ କ'ଣ ହଉଛି ଜାଣୁଥିବେ। ସେ ସମାଧାନ ମାନେ କିଛି କଳି କଜିଆ କିଛି ନାହିଁ, ସବୁ ରେଡି ହେଇଯିବ। ଆଉ 8 ଦିନ ପରେ ସବୁ ପାର୍ଟି ସବୁ ଠିକ ହେଇଯିବ। ଅଶ୍ଳୀଳତା ଉପରେ ଆମର ନାହିଁ ତ, ଅଶ୍ଳୀଳତା ଉପରେ ଗୁରୁତ୍ୱ ଦଉନା, ଆମର ନାଟକ ଉପରେ ଗୁରୁତ୍ୱ ଦିଆହଉଛି। ଯଦି କମିଟି ବାଲା ଆପଣଙ୍କୁ ଡାକିକି ନେବେ, କହିବେ ଅଶ୍ଳୀଳ ତାଙ୍କର ବି ଦରକାର, ବହି ହିଟ୍ ହବା ଦରକାର, କି ସେମାନେ ଯଦି ଟିକେଟ ବିକ୍ରି ହବା ଦରକାର, ସେମାନେ ଯଦି ପ୍ରସ୍ତାବ ଦେବେ କି ନାହିଁ। ନା ସେଇଟା ତ କମିଟି ଉପରେ ନିର୍ଭର କରୁଛି, କିନ୍ତୁ ଯେହେତୁ ଆମେ ସବୁ କମିଟି କରୁଛୁ, ମାନେ ଅଶ୍ଳୀଳତା ଉପରେ ଆମେ ଦଉନୁ। ମାଲିକ ହିସାବରେ ଆମେ ସମସ୍ତଙ୍କୁ ମନା କରୁଛୁ। ଆଉ କମିଟି ଯୋଉ କଣ୍ଟ୍ରାକ୍ଟର ନଉନ୍ତି, ସିଏ ତାଙ୍କର ଚାହୁଁନ୍ତି ଆକୁ ଆଣୁଛୁ, ତାଙ୍କୁ ଯାହାକୁ ଯାହାକୁ ନଉଛନ୍ତି ଆଇଟମ ଗାଲ, ସିଏ ସେଟା ତାଙ୍କୁ ପଚାରିବେ, ଆମେ କ'ଣ କହିବୁ ତାଙ୍କୁ ବିଷୟରେ କି? କିନ୍ତୁ କାରଣ ଆମେ କାହିଁକି ତାଙ୍କୁ ଅଶ୍ଳୀଳତା ବିରୁଦ୍ଧ? ଆମେ ତ ଭଲ ଲେଖକ ଡାଇରେକ୍ଟର ନେଲୁ, ତାର ଭଲ ଆର୍ଟିଷ୍ଟକୁ ନେଲୁ, ଆମେ କାହିଁ ସେ ଦିଗରେ ଆମେ କାହିଁ ଆକୁ ଯଦି ଆଇଟମ ଗାଲକୁ ନେବୁ, ତାହେଲେ ଆମେ କାହିଁ ଆର୍ଟିଷ୍ଟ ନେଉଛୁ, କ'ଣ ପାଇଁ ନାଟକ କାହିଁ ଉପରେ ଫୋକସ୍ ଦେଉଛୁ? ଆମେ କମିଟି ପ୍ରଥମେ ଆମେ ମନା କରୁଛୁ, ସେ ଦିଗରେ ମାନେ ଇଏ ଆମେ ନାଟକ ଇଏ ଗୁରୁତ୍ୱ, ଯେହେତୁ ମାନେ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ବନ୍ଦ ହେଲେ, ଖଣ୍ଡଗିରିରେ ବନ୍ଦ ହେଇଛି, ସବୁ କମିଟି କହୁଛୁ ସେ ତ ବନ୍ଦ କର। ପୁରୁଣା କଳାକାର ବି ଆମର ତ ମାମା ଅଛି, ହିରୋଇନ ଯିଏ ଅଛି। ଆଉ ତ ସବୁ ନୂଆ ନୂଆ ସବୁ ନୂଆ ଆସୁଛନ୍ତି ସବୁ ପାର୍ଟିରୁ। ଆଉ କ'ଣ ଆମ ପାଖରେ ନୂଆ, କିନ୍ତୁ ସମସ୍ତେ ପୁରୁଣା।